ମୁଁ ଇସ୍ତଫାର ଆବଶ୍ୟକତା କଥା ମୁଁ ଜମା ଭାବୁନାହିଁ, କାରଣ ସଂଗଠନକୁ ବଢ଼ାଇବା ପାଇଁ ହେଲେ ଇସ୍ତଫା ଏକ ସମସ୍ୟାର ସମାଧାନ ନୁହେଁ। ନିଜକୁ ପ୍ରସ୍ତୁତ କରିବା ଏବଂ ଅନ୍ୟମାନଙ୍କୁ ସାଙ୍ଗରେ ନେବା, ନିଜର ମାନସିକ ବଳ ବୃଦ୍ଧି କରିବା, ଯିଏ ନେତା ହୁଅନ୍ତୁ ନା କାହିଁକି, ଏବଂ ଗୋଟେ କଲେକ୍ଟିଭ୍ ଫଙ୍କସନିଂ ସମସ୍ତଙ୍କରକୁ ଏକାଠି କରିକି କାର୍ଯ୍ୟ କରିବା, ୟାର ଆବଶ୍ୟକତା ବେଶୀ ଅଛି। ସେହି ଦୃଷ୍ଟିରୁ ମୁଁ ଏଇ ଯେଉଁ ସଭାପତିଙ୍କର ଇସ୍ତଫାକୁ ନେଇ ଯେଉଁ କଥା ଗୁଡ଼ିକ ପ୍ରଶ୍ନ ଗୁଡ଼ିକ ଆସୁଛି, ମୁଁ ବାରମ୍ବାର କହିଛି ଯେ ମୁଁ ଏ ବିଷୟରେ ଆଦୌ ଜାଣେ ନାହିଁ। ଇସ୍ତଫା ଯଦି ଦେଇଥାନ୍ତି ସେ, ତାହେଲେ ସେଇଟା ତାଙ୍କ ନିଜ ଇଚ୍ଛାର କଥା ଏବଂ ତାଙ୍କ ବ୍ୟକ୍ତିଗତ ଭାବରେ ସେ ତାଙ୍କର ନେଇଛନ୍ତି, ଯଦି ଉପଯୁକ୍ତ ଭାବିଥିବେ ସେ ତାକୁ ନେଇଛନ୍ତି, ମୋର ସେଥିରେ କିଛି କହିବାର ନାହିଁ। ଏବେ ମଧ୍ୟ କହୁଛି ସେ ତାଙ୍କ ନିଷ୍ପତ୍ତିରେ ଯଦି ନିଷ୍ପତ୍ତି ନିଅନ୍ତି ତାହେଲେ ମୋର ସେଥିରେ ଆଉ ଅନ୍ୟ କିଛି ନାହିଁ, ମୁଁ ମଧ୍ୟ ସେ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବି ଯଦି ସିଏ ନିଅନ୍ତି। ବହିଷ୍କାର ମଧ୍ୟ ସମସ୍ୟାର ସମାଧାନ ନୁହେଁ, କିନ୍ତୁ ଡିସିପ୍ଲିନ୍ ଶୃଙ୍ଖଳା ରକ୍ଷା କରିବା ପାଇଁକି ଯଦି ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଥାଏ, ପାର୍ଟି ନେଉଥାଏ, ପାର୍ଟିକି ଜଣାଅଛି, ଦଳର ଯେଉଁମାନେ ୟାକୁ ନେଉଛନ୍ତି ତାଙ୍କୁ ଜଣାଅଛି କେଉଁ କାରଣ ପାଇଁକି ସେ କରୁଛନ୍ତି। ସେ କାରଣ ଗୁଡ଼ିକ ସମ୍ପର୍କରେ ଆମେ କେହି ଜାଣୁନାହିଁ ବା ମୋ ବ୍ୟକ୍ତିଗତ ଭାବରେ ମୁଁ ଆଦୌ ଜାଣେ ନାହିଁ। ଇଏ ଯେଉଁ ବସିଛନ୍ତି ଅଫିସ୍ ସାମ୍ନାରେ ସେ ମହିଳା ବା ନାରୀ ନେତ୍ରୀ, ସେ ଦାବି କରୁଛନ୍ତି, ମୁଁ ଯାଇଥିଲି ତାଙ୍କୁ ଉଠାଇବା ପାଇଁ, ସେ କହିଲେ ସଭାପତି ଆସନ୍ତୁ, ସେ ତାଙ୍କ ଜିଦିରେ ଅଟଳ। ମୁଁ ଉଭୟଙ୍କୁ ଅନୁରୋଧ କରିବି ଦଳର ସ୍ୱାର୍ଥ ଦୃଷ୍ଟିରୁ ଏଇ ନାଟକ ବା ଏଇ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଆର ପରିସମାପ୍ତି ଘଟୁ। ସଭାପତି ଯାଆନ୍ତୁ ବା କାହାକୁ ପଠାନ୍ତୁ ଏବଂ ସେ ମଧ୍ୟ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତୁ, ଲେଖିକିରି ଦେବେ କ'ଣ ପାଇଁକି କାରଣ କାହିଁକି ମୋତେ ବହିଷ୍କୃତ କରାଯାଇଛି, ସେ ତାଙ୍କର ମାଗିବେ, କାରଣ ମାଗିବେ, ତା କରିବା ପାଇଁ ଉଠି ଯାଆନ୍ତୁ ସେଠୁ। ମୁଁ ଏକଥା ତାଙ୍କୁ କହିବାକୁ ଯାଇଥିଲି, କହିଥିଲି ମଧ୍ୟ, ଆଜି ବି ସେ କଥା କହୁଛି। କୌଣସି ଲୋକ ଚାଲିଯିବା, ବହିଷ୍କାର ହେବା ବା ବହିଷ୍କୃତ କରିବା ବା ବାହାରିଯିବା ଦାୟିତ୍ୱରୁ ସେ ସମସ୍ୟାର ସମାଧାନ ନୁହେଁ। ସଂଗଠନକୁ କେମିତି ଏକାଠି କରିକି ସମସ୍ତଙ୍କୁ ଏକାଠି କରିକି ସଂଗଠନ ବଢ଼ିବ, ସେ ସଂକଳ୍ପ ନେବାର ସାହସ ନିଜ ଭିତରେ ସଞ୍ଚୟ କରିବା ହେଉଛି ପ୍ରତ୍ୟେକ ନେତାର କାର୍ଯ୍ୟ। ଏହି ସମ୍ପର୍କରେ ସମସ୍ତେ ସଚେତନ ରହିବା ଉଚିତ।